ସ୍ୱାଗତମ ବନ୍ଧୁ। ଆଜି ସୋମବାର ସେପ୍ଟେମ୍ବର 8 ତାରିଖ, ତିଥି ପ୍ରତିପଦା, ନକ୍ଷତ୍ର ପୂର୍ବଭାଦ୍ର, ଆଉ ଚନ୍ଦ୍ର ଅଛନ୍ତି କୁମ୍ଭରେ। ଆଜି ସୋମବାର ସେପ୍ଟେମ୍ବର 8 ତାରିଖ, ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର। ଆଜି ଆମେ 12 ରାଶି ବିଷୟରେ ଯତ୍ସାମାନ୍ୟ ଶୁଣିବା। କେଉଁ ରାଶି କେତେ ପରିମାଣରେ ଶୁଭ ଫଳ ଓ କେତେ ପରିମାଣରେ ଅଶୁଭ ଫଳ ଭୋଗ କରିବେ। ପ୍ରଥମେ ମେଷ ରାଶି, ଯାହାର ଅଧିପତି ମଙ୍ଗଳ, ଯେଉଁଠି ସୂର୍ଯ୍ୟ ଉଚ୍ଚ ଶନି ନୀଚ, ସେ ମେଷ ରାଶି ଆଜି ପାଇଁ ଶୁଭ ଫଳ ପ୍ରଦାନ କରିବ। ମେଷ ରାଶିର ବ୍ୟକ୍ତିମାନେ ଆଜି ଆନନ୍ଦିତ ହେବେ। ମେଷ ରାଶି ପାଇଁ ଆଜି ଏକ ଶୁଭ ଦିନ। ନ୍ୟାୟ ମାର୍ଗରେ ଯାହା ଚାହିଁବେ ତାହା ପାଇବେ। ନ୍ୟାୟ ମାର୍ଗରେ ଲାଭକର ଦିନ। ଶୁଭ କାର୍ଯ୍ୟ ଘରେ ହେବ। ଆନନ୍ଦରେ ଦିନ ଯିବ। ବଢ଼ିଆ ଦିନ ଆଜି। କାର? ମେଷ ରାଶିର। ହେଲେ ବୃଷ ରାଶିର ବନ୍ଧୁ ଆଜି କର୍ମ ଚଞ୍ଚଳ ରହିବେ। ଯେଉଁ କର୍ମ ସବୁ କରିବେ ତାହା ଅନ୍ୟମାନଙ୍କୁ ଆନନ୍ଦ ଦେବ। ସିଏ ବି ଆନନ୍ଦିତ ହେବେ। ବୃଷ ପାଇଁ ଖୁସି ଖବର ମିଳିବ। ଘରକୁ କିଛି ଜିନିଷ ଆସିବ। କର୍ମ ମୁଖର ରହିବେ। କର୍ମରୁ ଲାଭ ଓ ଆନନ୍ଦ ମିଳିବ। ସୁକର୍ମ କରି ସମ୍ମାନିତ ହେବେ। ବଢ଼ିଆ ଦିନ। ମିଥୁନ ପାଇଁ ଅଶୁଭ ଦିନ। ପାଟି ଖୋଲିଲେ ଅନ୍ୟମାନେ ଖରାପ ଭାବିବେ। କ'ଣ କହିଦେବେ ତ ଆଉ ଅପମାନ ଲାଗିବ। ଆଉ ମିଥୁନ ପାଇଁ ଅପମାନ ମିଳିପାରେ। କର୍ମରେ ଫଳ ମିଳିବନି। ଯାହା ମିଳିବ ତା ମନ୍ଦ ହେବ। ବୃଥା ଶ୍ରମ କରି ବିଫଳ ହେବେ। ରକ୍ତପାତ ହୋଇପାରେ। ଜଗି ରଖି ଚଳିବାକୁ ହେବ। ଭଲ ଦିନ ନୁହେଁ ମିଥୁନ ପାଇଁ। ଜଗି ରଖି ଚଳିବାକୁ ପଡ଼ିବ। ଆଜି ମିଥୁନ ରାଶିର ବା ଘାତବାର। ମିଥୁନ ଓ ମୀନର ବା ଘାତ ଚନ୍ଦ୍ର। ତେଣୁ ଘାତ ବାର ଘାତ ଚନ୍ଦ୍ର ହେତୁ ମିଥୁନ ରାଶିର ଲୋକେ ଟିକେ ବହୁତ ଦୁଃଖ ଭୋଗିବେ। କର୍କଟ ରାଶି ପାଇଁ ଆଜି ବଡ଼ ଅଶୁଭ ଦିନ। ଦୁଃଖ ଲାଗୁଛି କହିବା ପାଇଁ। ଶାରୀରିକ ସମସ୍ୟା ବଢ଼ିଯିବ। ଲୁଚିଥିବା ରୋଗ ଗୁଡ଼ିକ ଆଜି ପୀଡ଼ା ଦେବେ। ମୁଣ୍ଡ ବୁଲେଇବ। ଶୁଖିଲାରେ ଗୋଡ଼ ଖସିଯିବ। କର୍କଟ ଆଉ ମିଥୁନ ଏଇ ଦୁଇ ରାଶି ପାଇଁ ଆଜି ସେତେ ଶୁଭଙ୍କର ନୁହଁ। ଦୁଃଖ ଲାଗୁଛି। ସିଂହ ରାଶିକୁ ଆଜି ଉତ୍ତମ ଭୋଜନ ମିଳିବ। ଆୟ ମାନ୍ଦା ହେବନି। ଭଲ ହେବ। ଦାମ୍ପତ୍ୟ ସୁଖ ମିଳିବ। ଭଲ ଦିନ। ସିଂହ ପାଇଁ ଭଲ ଦିନ। ଉତ୍ତମ ଭୋଜନ ମିଳିବ। ଉତ୍ତମ ନିଦ ହେବ। ଦାମ୍ପତ୍ୟ ଜୀବନରେ ସୁଖ ପୁଷ୍ପବୃଷ୍ଟି ହେବ ଇତ୍ୟାଦି ଇତ୍ୟାଦି। କନ୍ୟା ରାଶିର ମଙ୍ଗଳ ହେବ। ବ୍ୟବସାୟରେ ଭଲ ଲାଭ ହେବ। ସମସ୍ତ ସହଯୋଗୀ ହାତ ଲମ୍ବେଇ ସାହାଯ୍ୟ କରିବେ। ସମସ୍ତଙ୍କ ଠାରୁ ସହଯୋଗ ମିଳିବ। ଶାନ୍ତି ଲାଗିବ। ବଢ଼ିଆ ଦିନ କନ୍ୟା ପାଇଁ। ତୁଳା ପାଇଁ ଆଜି ନାନାବିଧ ସୁଖ ପ୍ରାପ୍ତ ହେବ। ନାନାବିଧ ସୁଖ ବହୁ ପ୍ରକାର ଅଛି ନା। ପାରିବାରିକ, ସାମାଜିକ, ଲୌକିକ, ପାରମାର୍ଥିକ, ଦାମ୍ପତ୍ୟ, ସନ୍ତାନଗତ, ଆର୍ଥିକ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ତେଣୁ ତୁଳା ପାଇଁ ଆଜି ନାନାବିଧ ସୁଖ ପ୍ରାପ୍ତ ହେବ। କୌଣସି ସମସ୍ୟା ଦୁଃଖ ଦେବ ନାହିଁ।
ବଢ଼ିଆ ଲେଖ। ବିଛା ପାଇଁ ବିଛା ଲାଗି ରୋଗ ଯନ୍ତ୍ରଣା ଅସ୍ତବ୍ୟସ୍ତ କରିବେ। ବିଭିନ୍ନ ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ସମସ୍ୟା ବହୁଳ ଦିନ ବିଛା ରାଶି ପାଇଁ। ବିଛା ଲାଗି ରୋଗ ଯନ୍ତ୍ରଣା ଅସ୍ତବ୍ୟସ୍ତ କରିବ। ପାରିବାରିକ ସମସ୍ୟା ସନ୍ତାପ ଦେବ। ଶାନ୍ତି ବ୍ୟାହତ ହେବ। ଭଲ ନୁହଁ। ଧନୁ ରାଶିକୁ ଭ୍ରାତୃ ସୁଖ ମିଳିବ। ଆବଶ୍ୟକୀୟ ଅର୍ଥ ସହଜଲବ୍ଧ ହେବ। ଅଭାବ ରହିବନି। ଶାନ୍ତି ମିଳିବ। ଧନୁ ପାଇଁ ଭଲ ଦିନ। ଧନୁ ରାଶି ପାଇଁ ଭାଇ ଭଉଣୀ ସୁଖ ମିଳିବ। ସେମାନେ ସମସ୍ତେ ଆନନ୍ଦିତ କରିବେ। ଆବଶ୍ୟକୀୟ ଅର୍ଥ ସହଜଲବ୍ଧ ହେବ। ହାତକୁ ଅର୍ଥ ଆସିବ। ମାନେ ସେମାନେ ଶୋଇଥିଲା ବେଳେ ବି ତକିଆ ତଳେ ଅର୍ଥ ଥିବ। କେହି ପ୍ରିୟ ଲୋକ ଥୋଇ ଦେଇଥିବେ। ଅଭାବ ରହିବନି। ମକର ରାଶିର ମନ ବ୍ୟାକୁଳ ହେବ। ବୃଥା ବ୍ୟୟ ହେବ। ଶାନ୍ତି ବ୍ୟାହତ ହେବ। ସେମାନେ କର୍ମଚଞ୍ଚଳ ରହିବେ କିନ୍ତୁ ଶାନ୍ତି ପାଇବେ। କୁମ୍ଭ ରାଶି ପାଇଁ ଆଜି ଏକ ଶୁଭ ଦିନ। ପୁରୁଣା ରୋଗ ଭଲ ହୋଇଯିବ। ପୀଡ଼ା ଯନ୍ତ୍ରଣା କମିଯିବ। ମାନସିକ ଶାନ୍ତି ମିଳିବ। ଭରସା ଲାଗିବ ଯେ ମୁଁ ବୋଧେ ଆଉ ରୋଗୀ ହେବିନି, ରୋଗଗ୍ରସ୍ତ ହେବିନି, ମୋ ରୋଗ ଭଲ ହେଇଯିବ। ରୋଗ ପରା ଏତେ ଦୁଃଖ ଦିଏ, ଶତ୍ରୁ ଦୁଃଖ ଦେଇପାରେନି। ବହୁ ଲୋକ ସାହାଯ୍ୟ ସହଯୋଗ କରିବେ। କୁମ୍ଭ ରାଶିର ବୋହି ଯାଉଥିବା ଲୁହ ଆପେ ଆପେ ଶୁଖିଯିବ। ଓଠରେ ହସ ଫୁଟିବ। ମୀନ ରାଶି ପାଇଁ ଆଜି ଭଲ ଦିନ ନୁହେଁ। ଦେହ ପୀଡ଼ା ଲାଗିବ। ମାନସିକ ଅଶାନ୍ତି ଲାଗିବ। ନିଦ ଲାଗିବ। ଗ୍ୟାସ୍ ଫ୍ୟାସ୍ ସମସ୍ୟା ସୃଷ୍ଟି ହେବ। କଥା ଦିପଦ କହିଲେ ଲୋକ କେହି ଶୁଣିବେନି। ସେମାନେ ତାଙ୍କ କଥା କହି ଚାଲିବେ। ମନ ଭଲ ଲାଗିବନି। କର୍ମ କଲେ ଶାନ୍ତି ମିଳିବନି କିନ୍ତୁ ଚୁପ୍ ରହିଲେ ଶାନ୍ତି ମିଳିବ। 12 ରାଶି ବିଷୟରେ ବନ୍ଧୁ କହିଲି। ଶୁଣିବେ, କମେଣ୍ଟ ଦେବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଆଉ ଯଦି ଇଚ୍ଛା କରିବେ ମୋ ସାଙ୍ଗେ ଗପିବା ପାଇଁ ତାହେଲେ ମୋ ଫୋନ୍ ନମ୍ବର ଲେଖି ନିଅନ୍ତୁ 8093355583। ମୁଁ ପ୍ରବକ୍ତା କୁଳମଣି ପଣ୍ଡା ରହିଲି।